ହଟା ମୋ ସାଙ୍ଗମାନେ ଆଜିକାଲି ମାନେ ଗୋଟେ ଜିନିଷ ହଉଛି କେବେ ତ ଭାବିଥିବ ମାନେ ଭାବୁଥିବ ଟାଇମ୍ ବାହାର କରି କୁଆଡ଼େ କ'ଣ ଯିବା ପାଇଁ ଆଉ କ'ଣ ଇଏ କରିବା ପାଇଁ ତା ବି ହେଇପାରିବନି କାହିଁକି ନା ମାନେ ଗୋଟେ ଜିନିଷ ଯେକୌଣସି ଜାଗାରେ ତମେ ଜବ୍ କରିଥିବ ଆଉ ସେ କ'ଣ ହେଇଥିବ ନା ତମେ ଭାବୁଥିବ ମୁଁ ଟାଇମ୍ ବାହାର କରି ଯିବି ଲେକିନ୍ ଗୋଟେ ଏମିତି ବୁଲିବାଲି ଯାଇ ଯେମିତି ଛନ୍ଦି ଛନ୍ଦି ଆସିକି ତମର ହାବୁଡ଼ରେ ପଡ଼ିବ ମାନେ ତମେ ସେଟା ଯେତେବେଳେ ଯେପର୍ଯ୍ୟନ୍ତ ମାନେ ନ ସାରିଛ ସେ ପର୍ଯ୍ୟନ୍ତ କ'ଣ ଠିକ୍ ତମ ପାଖକୁ ସେଇ ବୁଲିବାଲି ହିଁ ଆସିବ ଯେମିତି ଆମ ସାଙ୍ଗରେ ଆଜି ଏମିତି ହେଲା ଆମେ ଭାବିଥିଲୁ ଆଜି ମାର୍କେଟ ଯିବା ପାଇଁ ଆଉ ସନ୍ଧ୍ୟାବେଳେ ଆଉ ସନ୍ଧ୍ୟା ଟାଇମ୍ରେ ଏମିତି ଗୋଟେ କାମ ଆସିଗଲା ଯେ ଆଉ ମାନେ ରହିକି ତାକୁ ସାରିଲା ବେଳକୁ ମାନେ ପୁରା ସନ୍ଧ୍ୟା ହେଇଗଲା ଗୋଟେ କିଛି ମାର୍କେଟ ଯାଇକି ଆଜି ଆମର ଥିଲା ସବଜି ଫବଜି ଆଣିବା ପାଇଁ ରୁମ୍ରେ ହେଇପାରିଲାନି ମାନେ ମାନେ ପ୍ରୋବ୍ଲେମ୍ ହେଇଗଲା ଆଉ ଜଣଙ୍କ ହାତରେ କହିଲି ଆଣିବା ପାଇଁ ସିଝା ଯଦି ଗୋଟେ ଜିନିଷ ତମେ ଯେମିତି ଯିବ ଆଉ ଅଲଗା ଜଣଙ୍କ ହାତରେ ଗୋଟେ ପଠେଇବ ମାନେ ସବୁ ଅଲଗା ଡିଫରେଣ୍ଟ ସବୁ ଅଲଗା ରହିବ ମାନେ ଯୋଉଟା ତମେ ମାନେ ରେଟ୍ ଦେଖି ରିଲାକ୍ସ ଦେଖି ଆଣିବା କରିବା କଥା ତମେ ସେଟା ଆଣିପାରିବନି ଅଲଗା ଜଣ ହେଲେ ତମେ ସେଟା ସେ ମାନେ ଧର ତମର ମାନେ ଧର ଭେଣ୍ଡି ହଉ କି ବାଇଗଣ ହଉ ତମେ ଚାହିଁବ କିଲେ ଆଣିବା ପାଇଁ କିଲୋ ଧର 60 ଟଙ୍କା ଥିବ ତମେ ସେଇ ହିସାବରେ ତମ ମେଜରମେଣ୍ଟ ହିସାବରେ ତମେ ଅଧ କିଲୋ ହଉ ଅଢ଼େଇଶହ ହଉ ତମେ ବାଲାନ୍ସ ହିସାବରେ ଆଣିବ କିନ୍ତୁ ଅଲଗା ଜଣଙ୍କୁ ପଠେଇଲେ କ'ଣ ହବ ନା ଆଉ ନା ସେ କ'ଣ କରିବେ ଯେତିକି କହିଥିବ ତ ସେତିକି ହିଁ ନେବେ ସିଏ ଆଉ ସେ ଗୋଟା ଭାବିନଥିବେ ଯେ ପଇସା କମ୍ ହେଲା ଅଧିକା ହେଲା ସେଟା ଭାବିବନି ଏ ହେଉଛି ଜିନିଷ ହେଉଛି ସେଇଟା ନିଜେ ଯେମିତି ଯିବ ଆଉ ଯେମିତି ଦେଖି ଜିନିଷଟା ଆଣିବା କଥା ଅଲଗା ଜଣଙ୍କୁ ପଠେଇଲେ ସେ ଜିନିଷ ଆଣିବେ ଆଉ ସେ ଗୋଟେ ଜିନିଷ ହେଉଛି ତାଙ୍କ ହିସାବରେ ସେ ଆଣିବେ ତମ ହିସାବରେ ସେ ଆଣିପାରିବେନି ନା ସେମିତି କାହିଁ କହିଲୁ ନିଜେ ଯୋଉଟା କରିବ ଭାବିଚିନ୍ତି ଆଉ ଅଲଗା ଆଉ ଜଣେ ଯୋଉଟା ସେ ଜିନିଷଟା କରିବାକୁ ଦବ ସେ ଓଲଟ ପାଲଟା କରିଦବ ସେଥିଲାଗି ଆଉ ତାକୁ ମୁଁ ସେ ମୋତେ ଫୋନ୍ କଲେ ଯେ ଆମ ରୁମ୍ ପିଲା କହିଲେ ଆଉ ଯାଉଛି ମାର୍କେଟ ନାଇଁ କାମ ଅଛି ଲେଟ୍ ଯିବା ଆଉ ଗୋଟେ ରାଜେଶ ଠିକ୍ ଅଛି ସେ ପଳେଇଲେ ତାପରେ ଗୋଟେ ଜିନିଷ ହେଉଛି ଚିକେନ୍ ଆଣିବା ପାଇଁ ଗଲେ ମୋତେ କହିଲେ ଯେ ଆଉ ଚାଲ ଯିବା ସାଥି ହେଇକି। ମୁଁ କହିଲି ନାଇଁ ଲେଟ୍ ହବ ଯାଉଛି ପୁଅ ମାନେ ସେ ଯୋଉ ଦୋକାନ ଯାଇଥିଲି ଆଉ ମାନେ ସେ ଦୋକାନରେ ଚିକେନ୍ ସରିଯାଇଥିଲା ନେକ୍ସଟ ଟାଇମ୍ ଆଉ ଗୋଟେ ଦୋକାନକୁ ଗଲେ ଆଉ ଗୋଟେ ଦୋକାନ ଗଲେ ଯାହା ହଉ ମୋତେ ସେ ଫୋନ୍ କଲା ଭିତରେ ମୁଁ କହିଲି ହଉ ଠିକ୍ ଅଛି ନେଇ ଆସ ଆଉ ଆମେ ଯାଇ ନେକ୍ସଟ ଟାଇମ୍ ପରିବା ଯାହା ହବ ନେଇ ଆସିବୁ ଆଉ ତାପରେ ଆଡ଼େ କାମ ସରିଲା ବେଳକୁ ହେଇଗଲା ମାନେ ସନ୍ଧ୍ୟା 7ଟା ହେଇଗଲା 7ଟା ହେଲା ପରେ ଆଉ ତ ଯାଇ ହବନି ଅନ୍ଧାର ହେଇଗଲାଣି ମାର୍କେଟ ସେଥିଲାଗି ବୋଲେ ଠିକ୍ ଅଛି ନେଇ ଆସ ଚିକେନ୍ ନେଇ ଆସ କରିଦେବା ଆଉ ଯାଇ ହବନି କାଲି ସକାଳ ଦେଖିବା ଯାହା ହବ ହବ ଏମିତି ହେଉଛି କାମ ଗୋଟେ ଜିନିଷ ହେଉଛି କାମ ଯୋଉଟା ତମେ ଭାବିଥିବ ଆଜିକାଲି ଦୁନିଆରେ କାମ କରିବା ପାଇଁ ସେଇଟା ସେ ଆହୁରି ବଢ଼ି ସେମିତି ଯିବ ମାନେ ଲେଟ୍ ହେଇ ଏମିତି ଯିବ ଏମିତି ଗୋଟେ ଗୋଟେ ଜିନିଷ ହେଉଛି ଏମିତି ଆଉ ଯୋଉଟା ଭାବିନଥିବ ସେଟା ହେଇଯିବ ଦଉଥିବ ଆମର ଆଜି ମାନେ ରୁମ୍ରେ ରାସନ ଅଧିକା ଅଛି ଆଉ ଯିବାନି ଆଉ ତମେ ଏଇଟା ଭାବୁଥିବ ଯିବାନି ତମେ ଯାହା ହେଲେ ବି ସେ ତମେ ଯିବାକୁ ପଡ଼ିବ ଏମିତି ଗୋଟେ ଆସିବ ତମ ରୁମ୍ରେ ଆଉ ଗୋଟେ ପିଲା ହଉ ସାଥି ହେଇଯିବ ନାଇଁ ତ ଡାକିବ ତାହେଲେ ଯିବା ବୁଲିବା ପାଇଁ ଆଉ ଗଲାବେଳକୁ ତମେ ଆଉ ଗୋଟେ ଜିନିଷ ହେଉଛି ଯୋଉ ଜିନିଷ ଭାବିନଥିବ ଧର ଯୋଉ ଜିନିଷ ଭାବିନଥିବ ମାର୍କେଟ ମିଳୁନଥିବ ସେ ଜିନିଷ ସେଇଦିନ ହିଁ ମିଳିବ ଆଉ ତମେ ଆଣିବା ପାଇଁ ବାଧ୍ୟ ଦେଖ ଯଦି ନ ଆଣିଲେ ପୁଣି ନେକ୍ସଟ ଦିନ ଗଲେ ବି ସେ ରହିବନି ସରିଯିବ ସେମିତି ଗୋଟେ ଜିନିଷ ହଉଛି ଯେକୌଣସି ଜିନିଷ ଆଣୁଛ ମାନେ ଯୋଉଟା ଜିନିଷ ଖୋଜୁଥିବ ମାର୍କେଟରେ ସେ ମାର୍କେଟରେ ମିଳିବନି ଆଉ ନେକ୍ସଟ ଦିନ ତମେ ଭାବୁଥିବ ନାହିଁ ନବାକୁ ଆଉ ସେ କ'ଣ ହବ ନା ସେଇ ଦିନ ହିଁ ତମ ଭାଗ୍ୟରେ ହିଁ ଦେଖାଦେବ ଯେହେତୁ ତମେ ଆଣିବା ପାଇଁ ବାଧ୍ୟ ଜିନିଷ ହଉଛି ସେଇଆ ଯୋଉଠି ମାନେ ଗୋଟେ ଜିନିଷ ମାନେ ଭାବିଚିନ୍ତି ଆଉ ଷ୍ଟକ୍ ରଖିବା ଜିନିଷ ମାନେ ତମେ ସେଟା ଅଧିକା ରଖିବା ଦରକାର ରୁମ୍ରେ କାହିଁକି ନା ଯଦି ଅଧିକା ନ ରଖିବ ରୁମ୍ରେ ମାନେ ବେଳ ପାଇଲେ ବି ସେଟା ବି ସରିଯାଇଥିବ ଆଉ ତମେ ହଇରାଣ ହବା କଥା ବି ହବ ସବୁ ଜିନିଷରେ ସେମିତି ଥାଏ କେବେ ବି କରିବନି ହେଇ କାରଣ କରିବ ନାହିଁ ଅଛି ତ ଆଣିବେନି ଆଉ ନେକ୍ସଟ ଦିନ ଆଣିବେ ଆଉ ନେକ୍ସଟ ଟାଇମ୍ ଆଣିବେ ଆଉ ସେମିତି
ଆଉ ମୁଁ ବି ଯେବେ ଯାଏ ମାର୍କେଟ ଆଣିବା ପାଇଁ କେବେ ବି ଗୋଟେ ଜିନିଷ ଦି ଜିନିଷ ଗୋଟେ ଜିନିଷ ମାନେ ଗୋଟେ ଜାଗାରେ ଦିଟା ଜିନିଷ ମୁଁ ଏକ୍ସଟ୍ରା ନେଇନିଏ କାହିଁକିନା ମୁଁ ଜାଣିଛି ସରିଯିବ ଆଉ ସେଥିଲାଗି ମୁଁ ଏକ୍ସଟ୍ରା ନେଇନିଏ ଫିର୍ ବି ମୋର ଆଜି ବି ମାର୍କେଟ ଯାଇପାରିଲିନି କାଲି ପାଇଁ ବି ମୋର ସାମାନ ବଞ୍ଚିଯାଇଛି ବାହାରେ ହେଉଛି ସିଷ୍ଟମ ଏଇଆ ଯୋଉଟା ଭାବୁଥିବ ସେଟା ଓଲଟା ହେଇଯିବ ଆଉ ଯାହା ନମ୍ବର ଥିଲା ବୋଲି ସେ ମୋତେ ଫୋନ କରିକି କହିଲା ଆଉ ଅଛି ସାମାନ ନେଇଦିଅ ବୋଲେ ଠିକ ଅଛି ନେଇ ଆସ ଆଉ ଏମିତି ଆଉ ଆଉ ଗୋଟେ କଥା ହଉଛି ଲେଟ୍ ବି ହେଲା ମାନେ ମାନେ ସନ୍ଧ୍ୟା ହେଇଗଲା ଅନ୍ଧାର ହେଇଗଲା ଆଉ ଜିନିଷ ମାନେ ରୋଷେଇ କରି କରି ଲାଷ୍ଟ ହେଇଗଲା ଖର୍ଚ୍ଚ 8ଟା ଭଳିଆ ହେଇଗଲା ଯେହେତୁ 8ଟା ଭଳିଆ ହେଲେ ବି କେବେ କେବେ ଜଲ୍ଦି ହେଇଯାଏ ମାନେ ରୋଷେଇ ରୋଷେଇ ଜଲ୍ଦି ସରିଯାଏ ଆଉ କେବେ କେବେ ଏମିତି ଲେଟ୍ ହୁଏ ସେମିତି ଇଏ ହୁଏ ନା ସେମିତି ଧରିଲେ କଣ ହବ ଆଉ ଆଉ ଗୋଟେ ଜିନିଷ ହଉଛି ଖାଇବା ବି ସରିଗଲା ଆଉ ଲେଟ୍ ହେଲେ ବି ଲେଟ୍ ସେଇ ହିସାବରେ ଆଉ ଯୋଉ ହିସାବରେ ମାନେ ରୋଷେଇ ସରିଥିବ ସେଇ ହିସାବରେ ଆଜି ବି ଜଲ୍ଦି ଖିଆପିଆ ସରିଗଲା ସେଥିଲାଗି ଖିଆପିଆ ସାରିକି ଟିକେ ବାହାରକୁ ପଳେଇ ଆସିଲେ ଆଉ ରୁମ୍ ଏମିତି ଆଉ ପବନ ହବା ଖାଇବା ପାଇଁ ଇଏ ନାହିଁ ଆଉ ଗୋଟେ ଜିନିଷ ହଉଛି ଯଦି କଣ୍ଟିନ୍ୟୁ ବର୍ଷା ହେଇଗଲା ଆଉ ଗୋଟେ କଥା ହଉଛି କାଲି ବି ବର୍ଷା ହେଇଥିଲା ଏମିତି ଆଉ କାଲି ବର୍ଷା ସକାଶେ ମାନେ ନାକ ପୁରା ଜାମ୍ ହେଇଯାଇଛି ଆଉ ଏମିତି ଖୋଲୁନି ନାକ ଏମିତି ଆଉ କଣ୍ଟିନ୍ୟୁ ଗୋଟେ ଦିନ ବି ଦୁଇ ଦିନ ଯଦି ବର୍ଷା ହେଇଗଲା ତାହେଲେ ମାରିଲ ପୁରା ଆଉ ରୁମ୍ ପୁରା ମାନେ ଆଉ ନାକ ପୁରା ବନ୍ଦ ହେଇଯିବ ଫିଟିବ ଏମିତି ଥଣ୍ଡା ପଡୁଛି କାଲି ରାତିରେ ବି ଏମିତି ଥଣ୍ଡା ପଇଲା ସେ ଆଉ ଲାଷ୍ଟ କମଳ ପରେ ଶୋଇବାକୁ ପଇଲା ଆଉ ଆଜି ଦେଖାଯାଉ କଣ ହଉଛି ଆଜି ମୌସମ ପୁରା ମାନେ ବହୁତ ଥଣ୍ଡା ଅଛି ହାଏ ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି ଭଲରେ ଅଛନ୍ତି ନା ଆଶା କରୁଛି ଆପଣ ବହୁତ ଭଲ ଥିବେ ମୁଁ ବହୁତ ବଢ଼ିଆ ଅଛି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା ଆଉ ଏକ ନୂଆ ବ୍ଲଗକୁ ଟାଇମ୍ ପ୍ରାୟ 9ଟା ସାଢ଼େ 9ଟା 10ଟା ହେଇଗଲାଣି ମାନେ 9ଟା 40 ହେଇଗଲାଣି 10ଟା ବାଜିବ ଜିନିଷ ହଉଛି ये मालूम नहीं वो गया सब हेलमेट लेके गया बाहर हाँ गाड़ी में गया पूछिए तो हेलो रोहित रोहित तो चला गया नहीं पूछिए एक बार वो बोला पूछा जाना है साइड साइड जाना है नाइट ड्यूटी क्या हुआ क्या हाँ એટલે ଜିନିଷ ହଉଛି ନା କଣ ଆଉ ଗୋଟେ ପିଲାର ନାଇଟ୍ ଡ୍ୟୁଟି ଅଛି ଆଉ ସେ ମାନେ କହିଲେ କିଛି ନାହିଁ ମାନେ କୁଆଡ଼େ କଣ ପଳଉଛି ଇଏ କରି ଆଉ ଗୋଟେ ପିଲା ଆସିଥିଲା ଇଏ ପାଇଁ ପଚାରିବା ପାଇଁ କୁଆଡ଼େ ଗଲା କଣ ପାଇଁ ସେଥିଲାଗି ଆଉ ଗୋଟେ ଜିନିଷ ହଉଛି କେବେ ବି ଯାଏ ସେପଟେ କହିକି ଯାଏ ନା ମାନେ ମୁଁ ଏଠି ଯାଉଛି क्यों लेके गया हाँ, ଆଉ ଏମିତି ଆଉ ପିଲା ଅଛନ୍ତି ସେ ପୁରା କନଫ୍ୟୁଜ ହେଇଗଲେ ଆଜି ନାଇଟ୍ ଡ୍ୟୁଟି ସେଥିଲାଗି କହିଲେ ସେ ବାହାରକୁ ଯାଇଛି ଆଉ ଏମିତି ହଉଛି ଟାଇମ୍ ବି ପ୍ରାୟ 10ଟା ବାଜିଗଲାଣି ତାପରେ ଶୋଇବା ଟାଇମ୍ ହେଇଗଲା ଯିବା ରୁମ୍ରେ ଶୋଇବା ଆଉ ଦେଖା ହବ କାଲି ସକାଳେ ରହିଲି ନମସ୍କାର ଜୟ ଜଗନ୍ନାଥ